ଆଜିର ପ୍ରସଙ୍ଗରେ ଶୁଣନ୍ତୁ ବିଶ୍ୱ ସଂସ୍କୃତ ଦିବସର ଅନୁଚିନ୍ତା। ଆଲେଖ୍ୟ ପ୍ରଫେସର ମିନତୀ ରଥ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ପ୍ରତିବର୍ଷ ଭଳି ଚଳିତ ବର୍ଷ ଅଗଷ୍ଟ ମାସର 28 ତାରିଖ ଦିନ ଶ୍ରାବଣ ପୂର୍ଣ୍ଣିମା ତିଥିରେ ବିଶ୍ୱ ସଂସ୍କୃତ ଦିବସ ପାଳନ କରାଯାଉଛି। ବସ୍ତୁତଃ ଶ୍ରାବଣ ମାସ ସଂସ୍କୃତ ମାସ। ଶ୍ରାବଣ ପୂର୍ଣ୍ଣିମାର ଅନ୍ୟ ନାମ ହେଉଛି ଋଷି ପୂର୍ଣ୍ଣିମା। ଆହୁରି ମଧ୍ୟ ଶ୍ରାବଣ ପୂର୍ଣ୍ଣିମା ତିଥି ଭାରତୀୟ ସଂସ୍କୃତିରେ ଏକ ମହତ୍ତ୍ୱପୂର୍ଣ୍ଣ ଦିବସ। ଏହା ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ଅଗ୍ରଜ ଶ୍ରୀ ବଳଦେବଜୀଉଙ୍କର ପୁଣ୍ୟ ଜନ୍ମମାସ। ଦ୍ୱିତୀୟରେ ଭାଇ ଓ ଭଉଣୀଙ୍କ ନିବିଡ଼ ଭାବୋଲ୍ଲାସର ପର୍ବ ରକ୍ଷାବନ୍ଧନ ମଧ୍ୟ ଏହି ଦିନ ପାଳିତ ହୋଇଥାଏ। ସର୍ବୋପରି ଏହି ତିଥିରେ ଚାତୁର୍ମାସ୍ୟା ବ୍ରତ ପାଳନ କରିବା ପାଇଁ ଆଶ୍ରମରୁ ବାହାରେ ଅବସ୍ଥାନ କରୁଥିବା ଋଷିମାନେ ଶ୍ରାବଣୀ ଉପାକର୍ମ ଶେଷ କରି ବେଦାଧ୍ୟୟନ ନିମନ୍ତେ ପୁଣି ସେମାନଙ୍କ ଆଶ୍ରମକୁ ଫେରିଯାଉଥିଲେ। ଏଣୁ ଏହି ଦିବସର ମହତ୍ତ୍ୱ ହୃଦୟଙ୍ଗମ କରି ଭାରତ ସରକାର 1969 ମସିହାରୁ ସଂସ୍କୃତ ଭାଷାର ସୁରକ୍ଷା ନିମନ୍ତେ ଏହି ଦିନ ସଂସ୍କୃତ ଦିବସ ପାଳନ କରି ଆସୁଛନ୍ତି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ଦିନ ଆମେ ଆମର ପୂର୍ବଜ ମୁନି ଋଷିମାନଙ୍କୁ ସ୍ମରଣ କରିବା, ଯେଉଁମାନେ କି ନିଜର ଅପୂର୍ବ ନିଷ୍ଠା ଓ ସାଧନା ବଳରେ ନାନା ପ୍ରକାର ଜ୍ଞାନ ଓ ବିଜ୍ଞାନରେ ପରିପୂର୍ଣ୍ଣ ବେଦ, ବେଦାଙ୍ଗ, ସ୍ମୃତି, ପୁରାଣ ପ୍ରଭୃତି ଅଷ୍ଟାଦଶ ବିଦ୍ୟା ରଚନା କରି ମାନବ ଜାତିର ମହାନ ଉପକାର ସାଧନ କରିଯାଇଛନ୍ତି। ବାସ୍ତବିକ ସଂସ୍କୃତ ଭାଷାର ମହତ୍ତ୍ୱ ଅବର୍ଣ୍ଣନୀୟ। ଦେବବାଣୀ ସଂସ୍କୃତ ହେଉଛି ବିଶ୍ୱର ପ୍ରମୁଖ ସପ୍ତ ପ୍ରାଚୀନ ଭାଷାମାନଙ୍କର ମଧ୍ୟରେ ସର୍ବପ୍ରାଚୀନ ଓ ସର୍ବମାନ୍ୟ ଭାଷା। ଯେଉଁ ଋଗ୍ବେଦକୁ ପ୍ରାଚ୍ୟ ଓ ପାଶ୍ଚାତ୍ୟ ବିଦ୍ୱାନମାନେ ସଂସାରର ଆଦିଗ୍ରନ୍ଥ ବୋଲି ସମସ୍ୱରରେ ସ୍ୱୀକାର କରିଥାନ୍ତି। ସକଳ ଜ୍ଞାନର ପ୍ରକାଶପୁଞ୍ଜ ବେଦ ସଂସ୍କୃତ ଭାଷାରେ ହିଁ ଲିଖିତ। ସଂସାରର ଆଦ୍ୟ କାବ୍ୟ ରାମାୟଣ ଓ ରାଷ୍ଟ୍ରୀୟ ଇତିହାସ ମହାଭାରତ ମାନବ ଜାତି ନିମନ୍ତେ ଭାଷାର ମହାର୍ଘ୍ୟ ଅବଦାନ। ଏହି ଭାଷାରେ ଲିଖିତ ଅଷ୍ଟାଦଶ ପୁରାଣ ସୃଷ୍ଟିର ଉଦ୍ଭବ ଓ ବିକାଶର ଲିପିବଦ୍ଧ ଇତିହାସ ସହିତ ମାନବ ସୃଷ୍ଟି ଇତିହାସ ପ୍ରସ୍ତୁତ କରିଥାନ୍ତି। ମନୁଷ୍ୟ ଜୀବନକୁ କର୍ମତତ୍ପର ଓ ସଂଯମିତ କରିବା ପାଇଁ ସ୍ମୃତିମାନେ ନିରନ୍ତର ଆଲୋକବର୍ତ୍ତିକା ସଦୃଶ ପଥ ପ୍ରଦର୍ଶନ କରିଥାନ୍ତି। ଭାରତୀୟ ବୌଦ୍ଧିକ ବିକାଶର ବାର୍ତ୍ତା ବହନ କରିଥାନ୍ତି ଦର୍ଶନଶାସ୍ତ୍ର ଗୁଡ଼ିକ। ବାସ୍ତବରେ କହିବାକୁ ଗଲେ ଦେବଭାଷା ସଂସ୍କୃତ ଏକ ଭାଷା ମାତ୍ର ନୁହେଁ, ଏହା ଭାରତୀୟ ଜୀବନ ପ୍ରବାହର ମୂଳ ଉତ୍ସ। ଯଦ୍ୟପି ଆଜି ନେତାମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ଉପଲବ୍ଧି କରୁଛନ୍ତି ଯେ ସଂସ୍କୃତ ହେଉଛି ପାରଲୌକିକ ଜ୍ଞାନ ସହିତ ଲୌକିକ ବିଦ୍ୟାଗୁଡ଼ିକର ମୂଳ ଉତ୍ସ। ଏହା ମଧ୍ୟ ସତ୍ୟ ଯେ ଆଧ୍ୟାତ୍ମିକ ପକ୍ଷକୁ ବାଦ ଦେଲେ ସଂସ୍କୃତ ବାଙ୍ଗ୍ମୟରେ ଗଚ୍ଛିତ ରହିଛି ଅମୂଲ୍ୟ ରତ୍ନ ସଦୃଶ ଅସୁମାରୀ ଲୌକିକ ବିଦ୍ୟା, ଯାହା ମଣିଷର ଜୀବନ ନିର୍ବାହ ନିମନ୍ତେ ଅତ୍ୟନ୍ତ ଉପଯୋଗୀ। ସେସବୁ ହେଲେ ଆୟୁର୍ବେଦ, ଧନୁର୍ବେଦ, ସ୍ଥାପତ୍ୟ ବେଦ, ଗାନ୍ଧର୍ବ ବେଦ ଭଳି 4 ଉପବେଦ ଓ ତା ସହିତ ଚିତ୍ରକଳା, ନୃତ୍ୟକଳା, ସଙ୍ଗୀତ କଳା, ଖଗୋଳଶାସ୍ତ୍ର, ଭୂଗୋଳ, ରାଜନୀତି, ଯୋଗଶାସ୍ତ୍ର, ତନ୍ତ୍ରଶାସ୍ତ୍ର, କୃଷି, ବାଣିଜ୍ୟ, ସମାଜଶାସ୍ତ୍ର, କାବ୍ୟ ନାଟକ, କାଳଗ୍ରହ, ନକ୍ଷତ୍ର, ଗଣନା ବିଦ୍ୟା ଭଳି ଅନେକ ଉପାଦେୟ ବିଦ୍ୟା, ଯାହାର ମୂଳ ପୋଥିଗୁଡ଼ିକ ଏବେ ମଧ୍ୟ ଅବହେଳିତ ଅବସ୍ଥାରେ ପଡ଼ି ରହି କୀଟଦଂଷ୍ଟ ହେବାରେ ଲାଗିଛି। ଏ କ୍ଷେତ୍ରରେ ଏଯାବତ୍ ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଉନାହିଁ। ଯଦ୍ୟପି ସରକାର ଏ ଦିଗରେ ଆଗ୍ରହୀ, ତଥାପି ସଂସ୍କୃତରେ ଲୁକାୟିତ ଜ୍ଞାନରାଶି ଏଯାବତ୍ ସମ୍ପୂର୍ଣ୍ଣ ଭାବେ ଲୋକଲୋଚନକୁ ଆସିପାରୁନାହିଁ। ଏ ଦିଗରେ ସଂସ୍କୃତଜ୍ଞମାନଙ୍କର ଭୂମିକା ଯେ କେତେ ଗୁରୁତ୍ୱ ବହନ କରେ ତାହା କହିବା ବାହୁଲ୍ୟ ମାତ୍ର। ବିଦେଶୀମାନଙ୍କର ସଂସ୍କୃତ ପ୍ରତି ଆଗ୍ରହ ଦେଖିଲେ ମନେହୁଏ ଆମେ ଯେମିତି ପଛରେ ପଡ଼ିଯାଇଛୁ। ପ୍ରାଚୀନ ଭାରତୀୟ ଲୌକିକ ଓ ବୌଦ୍ଧିକ ଜ୍ଞାନ ପରମ୍ପରାକୁ ଡିଜିଟାଲ ଜ୍ଞାନକୌଶଳ ଉପଯୋଗ ବଳରେ ଜନସାଧାରଣଙ୍କ ବ୍ୟବହାରରେ ଯଦି ଲଗାଯାଇପାରିବ, ତେବେ ତାହା ହିଁ ହେବ ସଂସ୍କୃତ ଦିବସ ପାଳନର ଯଥାର୍ଥ ମୂଲ୍ୟ।